ଯେକୌଣସି ଦଳ ହଉ କି ଯେକୌଣସି ସଂଗଠନ ହଉ, ଯେଉଁମାନେ ବାଲେଶ୍ୱର ଏଫଏମ୍ କଲେଜର ଆତ୍ମାହୁତି ଦେଇଥିବା କହୁଥିଲା ବେଳେ ହତ୍ୟା କରାଯାଇଥିବା ଭଉଣୀ ସୌମ୍ୟଶ୍ରୀର କଥା ହଉ, ଏ ଇସ୍ୟୁ ଉପରେ ଯିଏ ଭାରତୀୟ ଜନତା ପାର୍ଟି ସରକାର ବିରୁଦ୍ଧରେ ଆନ୍ଦୋଳନକୁ ଆସିବ ବା ଲଢ଼େଇକୁ ଅବତୀର୍ଣ୍ଣ ହେଉଛି, ବିଜୁ ଜନତା ଦଳର ନୈତିକ ସମର୍ଥନ ସେଇମାନଙ୍କ ପ୍ରତି ଅଛି ଏବଂ ଏହି ଲଢ଼େଇରେ ଅଗ୍ରଭାଗରେ ବର୍ତ୍ତମାନ ବିଜୁ ଜନତା ଦଳ ତୀବ୍ର ଭାବରେ ଲଢୁଛି। ଲଢ଼ିବାର କାରଣ ହେଉଛି ଯେ ମୃତ ସିଏ ସମସ୍ତଙ୍କୁ ଅନୁରୋଧ କରିଥିଲେ, ପ୍ରାର୍ଥନା କରିଥିଲେ, ଏକ୍ସରେ ସେ ଜଣେଇଛନ୍ତି, ଯୋଉଟା ଟ୍ୱିଟ୍ କୁହାଯାଏ, ଟ୍ୱିଟ୍ରେ ସେ ଜଣେଇଛନ୍ତି ଯେ ସେ ଏଇଭଳି ଭାବରେ ଅତ୍ୟାଚାର ଶିକାର ହେଉଛନ୍ତି। ଯେତେବେଳେ ସବୁ ଶୁଣିକି ସବୁ ଜାଣିକି ଅଣଦେଖା କରାଗଲା, ତାଙ୍କର ମାନ୍ୟବର ବିଧାୟକ, ତାଙ୍କର ମାନ୍ୟବର ଏମପି, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଶାସନ ସମସ୍ତେ ଅଣଦେଖା ଗଲେ, ଗୋଟେ ମୂଲ୍ୟବାନ ଜୀବନ ଚାଲିଗଲା। ସେଇ ଇସ୍ୟୁଟା ଆଜି ସମଗ୍ର ଓଡ଼ିଶାରେ ପ୍ରତ୍ୟେକ ମଣିଷର ହୃଦୟକୁ ଛୁଇଁଛି ଏବଂ ବାଧିଛି। এইটা ଜନତାଙ୍କର ରିଆକ୍ସନ, ପ୍ରତିକ୍ରିୟା ଏବଂ ଜନତାଙ୍କର ଯେଉଁ ତୀବ୍ର ପ୍ରତିକ୍ରିୟା, ଗୋଟେ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ହିସାବରେ ବିଜୁ ଜନତା ଦଳ ସେ ଇସ୍ୟୁଟାକୁ ନିଶ୍ଚିତ ଭାବରେ ଆଗକୁ ବଢ଼େଇବ। ଯେଉଁଥି ଯୋଗୁଁ ଗତକାଲି ଆମେ ସେକ୍ରେଟାରିଏଟ୍ ବା ଲୋକସଭା ଭବନକୁ ଘେରାଉ କରିଥିଲୁ ଏବଂ ସେତିକି ବେଳେ ସେମାନେ ମଧ୍ୟ ନିର୍ମମ ଅତ୍ୟାଚାର କରିଛନ୍ତି। ଟିୟର ଗ୍ୟାସ୍ ଫିଙ୍ଗିବା, ବୁଲେଟ୍ ମାଡ଼ କରିବା, ଆପଣଙ୍କର କ୍ୟାନନ, ୱାଟର କ୍ୟାନନ ଯୋଉଟା ପାଣିକି ମାଡ଼ କରିକି ଆହତ କରିବା ଏବଂ ଗ୍ୟାସ୍ ବୋମା ଫିଙ୍ଗିବା ଏବଂ ସମସ୍ତଙ୍କୁ ଜୋରଜବରଦସ୍ତି ଉଠେଇକି ଗାଈ ଗୋରୁ ଭଳିଆ ଧକ୍କା ମାରିକି ଭ୍ୟାନ୍ ଭିତରେ ପୁରେଇକି ଆରେଷ୍ଟ କରିବା, ଏ ସବୁ କଥା ସବୁ ସୀମା ସରହଦ ଟପିଗଲା। ସାରା ଓଡ଼ିଶା ତାତିଛି ଏବଂ ସେ ଓଡ଼ିଶା ତାତିରେ ବିଭିନ୍ନ ଇଣ୍ଡିପେଣ୍ଡେଣ୍ଟ ସଂଗଠନ ମାନେ, ସ୍ୱାଧୀନ ସଂଗଠନ ମାନେ ଏବଂ ବିରୋଧୀ ଦଳର ସଂଗଠନ ମାନେ, ଆମେ ଯେମିତି କ୍ୟାଣ୍ଡେଲ ଚେନ୍ କଲୁ, ଆମେ ଯେମିତି ଲୋକସଭା ଭବନ ଘେରାଉ କଲୁ, ସେମିତି କଂଗ୍ରେସ ଦଳ, ବାମପନ୍ଥୀ ଦଳ ମାନେ, ସେମିତି ଅନ୍ୟାନ୍ୟ ନିରପେକ୍ଷ ସଂଗଠନ ମାନେ ସମସ୍ତେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ତେଣୁ ସମସ୍ତ ଆନ୍ଦୋଳନକାରୀଙ୍କ ପ୍ରତି ବିଜୁ ଜନତା ଦଳ ନୈତିକ ସମର୍ଥନ ଅଛି। ଆମେ ଶେଷ ପର୍ଯ୍ୟନ୍ତ ଯିବୁ। ଯେଉଁମାନେ ପେଟ୍ରୋଲ କିଣିଲେ, ଯେଉଁମାନେ ଭିଡ଼ିଓ ସୁଟିଂ କଲେ, ଯେଉଁମାନେ ଉସ୍କେଇଲେ, ତାକୁ ମାରିଦେଲେ, ସେଇମାନେ ବନ୍ଧା ନ ହେବା ପର୍ଯ୍ୟନ୍ତ ଏବଂ ଏମାନେ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଏ ଲଢ଼େଇ ଚାଲିବ।